ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ତ ଆଜିର ଭିଡ଼ିଓରେ ଦେଖନ୍ତୁ କି ତ ବହୁତ ହି ହେଲ୍ପଫୁଲ୍ ରହିଛି। ତ ଫାର୍ଷ୍ଟରେ ରହିଛି ଯେମିତିକି ଆମର ଦେଖିବେ କି ଯେକୌଣସି ବି ଡବା ଯେମିତିକି କୌଣସି ଡବାର ଢକ୍କନ ଗୁଡ଼ିକ ଦେଖିବେ କି ଯାହା ବି ଆମେ ରଖିଥାଉ ତାର ଢକ୍କନଟି ଯଦି କି ଢିଲା ରହୁଥାଏ ତାହେଲେ କି ଆମେ କ'ଣ କରିବୁ ନା ତ ଏମିତିରେ କି ତ ଠିକ୍ ସେ ଲାଗିନଥାଏ ତ ଆମେ ଏମିତି ରବରକୁ ନେଇଯିବା। ଯଦି କି ଆପଣଙ୍କ ପାଖରେ ମୋଟା ରବର ଟିକେ ଥିବ ତାହେଲେ କି ଗୋଟେରେ ହେଇଯିବ। ଯଦି କି ଦେଖିବେ କି ଏମିତି ପତଲା ବାଲା ରହିଥିବ ତାହେଲେ କି 2ଟି ରବରକୁ ଏମିତି ଲଗେଇକି ତାକୁ ରଖିନେବେ ତାର ମୁହଁ ପାଖରେ କି ତାପରେ ତାର ଢକ୍କନଟିକୁ ଲଗେଇବା। ଦେଖିବେ କି ଖୁବ୍ ସହଜରେ କି ଲାଗିବ, ଜମା ବି ଟାଇଟ୍ ହେଇକି ରହିବ, ଜମା ବି ଆଉ ଢିଲା ରହିବନି। ଯାହା ବି ରଖିପାରିବେ ଆପଣ ଆରାମସେ ରଖିପାରିବେ, ଜମା ବି ଦେଖନ୍ତୁ ଢିଲା ରହିବ ନାହିଁ। ତ ତାପରେ ନେକ୍ସଟ ରହିଛି କ'ଣ ଦେଖନ୍ତୁ, ତ ଏଇଥିରେ କି ଦେଖନ୍ତୁ ଆମର କ୍ଲିପ୍ ଗୁଡ଼ିକ ଯେତେବେଳେ ବି ଏମିତି ଆମର କ୍ଲେଚର୍ କ୍ଲିପ୍ ଗୁଡ଼ିକ ଆମେ କ'ଣ କରୁନା ତ ବ୍ୟବହାର ନ କରୁ ତାହେଲେ କି ଆମର ଦେଖନ୍ତୁ ତାକୁ କିଛି କାମରେ ଏମିତି ଲଗେଇ ପାରିବା। ଯାହାକି ଯେତେ ସାରା ବି ଏମିତି ଆପଣଙ୍କର ଚାବି ଗୁଡ଼ିକ ଏକ୍ସଟ୍ରା ସବୁ ଗୁଡ଼ିକ ରହିଛି ବହୁତ ସାରା, ତ ଆମେ ଏଠି ସେଠି ଗୋଟେ ଜାଗାରେ ଯଦି କି ରଖିଦଉ ତ ମିଳିନଥାଏ। ତ ଏମିତି ଦେଖନ୍ତୁ ଗୋଟେ କ୍ଲିପ୍‌ରେ ଯେତିକି ସାରା ଚାବି ରହିଛି ତ ସବୁ ଗୁଡ଼ିକ ଆମେ ଭିତରେ ରଖିଦବା। ଯାହାକି ଯେମିତି ବି ଏମିତି ରଖିଦେଲା ପରେ ବହୁତ ସାରା ରହିବ, ତାପରେ ବି କୌଣସି ଜାଗାରେ ମାନେ କି ଗୋଟେ ଜାଗାରେ ଟଙ୍ଗେଇ ନେବେ। ଟଙ୍ଗେଇ ନେଲା ପରେ ଦେଖନ୍ତୁ ଯେତେ ସାରା ବି ଚାବି ସବୁ ଗୁଡ଼ିକ ଏଇ ଜାଗାରେ କି ଆମର ରହିଥିବ, ତ ମିଳିଯିବ ଖୁବ୍ ସହଜରେ। ତ ତାପରେ କି ରହିଛି ଏଇ ଟାଇପ୍‌ରେ ଦେଖନ୍ତୁ ଆମର ବଟଲ୍ ଗୁଡ଼ିକରେ ତାର ଠିପି ଗୁଡ଼ିକ ଆମେ କ'ଣ କରୁଛୁ ନା ମଝିରେ ଏଇ ଟାଇପ୍‌ରେ କି ଆମେ କାଟି ନେଇଛେ। ତ ଦେଖନ୍ତୁ କୌଣସି ଗୋଟେ ଏମିତି ଗରମ କରିନେବେ ଲୁହାକୁ, ତାପରେ ମଝିରେ ଏମିତି ଦେଖନ୍ତୁ ଯୋଉ ଟାଇପ୍‌ରେ ଆମେ କାଟିଲେ ତ ସେମିତି କି କାଟି ନବା। କାଟି ସାରିଲା ପରେ ଆମର ଯେତେବେଳେ ବି ଦେଖିବେ କି କପଡ଼ା ଗୁଡ଼ିକ ଆମେ ଶୁଖେଇଥାଉ, ତ ଏମିତିରେ କି ଆମେ କପଡ଼ାକୁ ଯେତେବେଳେ ଶୁଖେଇଥାଉ ଯଦି କି କ୍ଲିପ୍‌ଟି ନ ଲଗେଇଥାଉ ତ ସେଗୁଡ଼ିକ ଉଡ଼ି ହେଇକି ପଡ଼ିଯାଇଥାଏ। ତ ଦେଖନ୍ତୁ ଆମେ କ୍ଲିପ୍‌ଟି ଲଗେଇ ସାରିଲା ପରେ ବି ଏମିତିରେ କି ତ ରଖିପାରିବା ଏମିତି କପଡ଼ାକୁ ଶୁଖେଇକି। ତ ଦେଖନ୍ତୁ ଏମିତିରେ କି ଆମେ କପଡ଼ାକୁ ବହୁତ ହି ବଢ଼ିଆ ଭାବରେ ଶୁଖେଇ ପାରିବା। ଦେଖିବେ କି ବର୍ଷା ଟାଇମ୍‌ରେ ତ ଆମେ ତ ଟିକେ ଖରା ହେଲେ ଆମେ ବାହାରେ ନେଇକି ପକେଇଥାଉ। ତ ପୁଣି ଆମେ ଭିତରକୁ ଉଠେଇ ଦେଇଥାଉ। ତ ଉଡ଼ି ହେଇକି ବି ପଡ଼ିଯାଇଥାଏ। ତ ଏମିତିରେ କି କ୍ଲିପ୍ ଯେମିତିକି ଆମେ କ୍ଲିପ୍‌ରେ ଲଗେଇକି ରଖିଥାଉ, ତ ସେଇ ଟାଇପ୍‌ରେ ହିଁ ଏମିତି ଲଗେଇକି ରଖିନେବେ, ବିଲକୁଲ ହିଁ ଉଡ଼େଇ ହେଇକି ପଡ଼ିବନି। ତ ଆମର ଦେଖନ୍ତୁ ଏମିତି କିଛି ବଟଲ୍ ଠିପିରେ ବି ଆମେ ଏମିତି କିଛି ବହୁତ ସାରା କପଡ଼ାକୁ ବି ଶୁଖେଇ ପାରିବା। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ନେକ୍ସଟ ରହିଛି କ'ଣ ଦେଖନ୍ତୁ, ତ ଏଇ ଟାଇପ୍‌ର ଆମର କୌଣସି ଦେଖିବେ କି ଛୋଟ ଏମିତି ବକ୍ସ ଟାଇପ୍‌ର କିଛି ବି ଜିନିଷ ଯାହାକି ଥାଏ, ତ ତାକୁ ଆମେ ଯାହା ବି ଏମିତି ଦେଖନ୍ତୁ ପ୍ଲାଷ୍ଟିକରେ ଏଇ ଟାଇପ୍‌ର କିଛି ଗୋଟେ ବକ୍ସ ଟାଇପ୍‌ରେ ଯାହା ବି ଆଣିଥାଉ ଥାଏ, ତ ତାକୁ ଆମକୁ ସୁନ୍ଦର ଭାବରେ କିଛି ସଜେଇକି ରଖିପାରିବ। ଯେମିତି ଦେଖନ୍ତୁ ଆପଣଙ୍କର ବହୁତ ସାରା ଲିପଷ୍ଟିକ୍ ଗୁଡ଼ିକ ଆମେ ରଖିଥାଉ ସବୁ ଗୁଡ଼ିକ। ତ ଯେତେବେଳେ ଆମକୁ ଖୋଜିଥାଉ ଏକ୍ସଟ୍ରା ଲିପଷ୍ଟିକ୍ ଗୁଡ଼ିକ ଯେତେବେଳେ ବି ଆମେ ଲଗେଇଥାଉ ତ ଏଠି ସେଠି ଯେତେବେଳେ ବି ରଖିଦେଇଥାଉ ତ ମିଳିନଥାଏ ଆମକୁ ସେ କଲର୍‌ରେ। ତ ଏଠି ଦେଖନ୍ତୁ ଏକ୍ସଟ୍ରା ଜିନିଷ ଗୁଡ଼ିକୁ ବି ଆମେ ଆକୁ ସେଟ୍ କରିକି ସବୁ ଗୁଡ଼ିକ ରଖିପାରିବା। ଯାହାକି ନେକ୍ସଟ ଟାଇମ୍‌ରେ ଯେତେବେଳେ ବି ଆମକୁ ଦରକାର ପଡ଼ିବ ତ ମିଳିଯିବ ଆଉ ଦେଖିବା ପାଇଁ ବି ଭଲ ଲାଗିବ। ଦେଖନ୍ତୁ କେତେ ସାରା ଏମିତି କି ରହିଗଲା। ତ ଏମିତିରେ କି ଆପଣଙ୍କର ବହୁତ ସାରା ଏମିତି ରଖିପାରିବେ, ଦେଖିବାକୁ ବି ଭଲ ଲାଗିବ ଆଉ ଠିକ୍ ଟାଇମ୍‌ରେ ହିଁ ମିଳିଯିବ। ତ ଏମିତି ଗୋଟେ ଛୋଟ ବକ୍ସରେ ଆପଣଙ୍କର ଏମିତି ତ ଲିପଷ୍ଟିକ୍ ନ ରଖିକି ବି ଆପଣଙ୍କର ଯଦି ଆଉ କିଛି ଛୋଟ ମୋଟ ଜିନିଷ ବି ଏମିତି ଆକୁ ବକ୍ସ ଟାଇପ୍‌ରେ ଏମିତି ରଖିପାରିବେ ବହୁତ ସାରା ଜିନିଷକୁ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ତାପରେ କି ରହିଛି ଏଠି ଦେଖନ୍ତୁ, ତ ଏମିତିକି ଧଳା ରାଶିକୁ ତ ଯେତେବେଳେ ବି ଆମେ ଏମିତି ରଖିଦେଇଥାଉ ତ ଏସବୁ ଜିନିଷ ଗୁଡ଼ିକ ଦେଖିବେ କି ତ ସେଗୁଡ଼ିକ କ'ଣ ହୁଏ ନା ପୋକ ଲାଗିଯାଏ। ତ ଆମେ ଆକୁ କ'ଣ କରିବୁ ନା ଯେତେବେଳେ ବି ଆମେ ରଖୁଛୁ ତ ଭାଜିକି ତାକୁ ହାଲକା ଭାବରେ ରଖିବା। ନହେଲେ କି ଆମେ କ'ଣ କରିବା ନା ଯଦି କି ସେମିତି ବି ରଖୁଛନ୍ତି ତ ବିଲକୁଲ ହିଁ ସେମିତି ରଖିବେନି, ନହେଲେ କି ଏମିତି କି ପୋକ ଲାଗିଯିବ। ଆମେ କ'ଣ କରିବା ନା ଯେତେବେଳେ ବି ଆମେ ରଖିବା ଗୋଟେ ଦେଖିବେ କି ବଟଲରେ ଏମିତି କି ଯେତେବେଳେ ନୂଆ ବଟଲଟେ ଆମେ ଆଣିଥାଉ ତ ଏଇ ଟାଇପ୍‌ରେ ଏମିତି ପ୍ୟାକେଟ୍ ଗୁଡ଼ିକ ଥାଏ। ତ ତାକୁ ଆପଣ ନ ଫୋପାଡ଼ିକି ଏମିତିରେ କି ରଖିପାରିବେ। ଡାଲି ହଉ ଏସବୁ ଜିନିଷରେ ରଖିପାରିବେ, ଜମା ବି ପୋକ ଲାଗିବନି। ତ ନେକ୍ସଟ ରହିଛି ଏଇ ଟାଇପ୍‌ରେ ଗୋଟିଏ କାଗଜକୁ ନେଇଯିବା। ତ ନର୍ମାଲ କାଗଜକୁ ନେବା। ତ ୟାପରେ ଆମେ କ'ଣ କରିବା ନା ତ ସେଇଥିରେ କି ଆପଣଙ୍କର ଯାହା ବି କୁକିଂ ଅଏଲ୍ ଗୁଡ଼ିକ ଘରେ ବ୍ୟବହାର କରୁଛନ୍ତି ତ ସେଇଥିରେ କି ତ ସେଇ ଆମର ଏମିତି ତେଲକୁ ଭଲ ଭାବରେ କି ଲଗେଇ ନବା, ଭଲ ଭାବରେ ଚାରିପଟେ ଏମିତି କି ଲଗେଇ ନବା। ତ ଲଗେଇ ସାରିଲା ପରେ କି ଏମିତିକି ପୁରା ଆପଣଙ୍କର ଅ ହାତରେ ହଉ କି ଆମର ବ୍ରସରେ ହଉ, କୁକିଂ ବ୍ରସରେ ହଉ, ତ ଏମିତିରେ କି ତ କାଗଜରେ ସବୁ ଗୁଡ଼ିକ ଆମେ ଏମିତିକି ଲଗେଇ ନବା। ଲଗେଇ ସାରିଲା ପରେ କି ତ ଆମର ଦେଖନ୍ତୁ ପୁରା ଚାରିପଟେ ଭଲ ଭାବରେ ଯେମିତିକି ଆମର ତେଲ ଗୁଡ଼ିକ ଭଲ ଭାବରେ କାଗଜରେ ପୁରାପୁରି ଲାଗିକି ରହିବ। ତ ସେଇ ଟାଇପ୍‌ରେ ଆମେ ଲଗେଇ ସାରିଲା ପରେ କି ତ ଆକୁ ଆମେ କ'ଣ କାମରେ ଲଗେଇବା ତ ଆପଣ ଜାଣିପାରୁଥିବେ ଯେତେବେଳେ ବି ଆମେ ମାର୍କେଟରୁ ଆଣିଥାଉ ତ ଏସବୁ ଜିନିଷ ଯେମିତିକି ଆମର ବଟର ପେପର ଗୁଡ଼ିକ ତ ଆମେ ଆଣିକି ଯାହା ବି ବନେଇଥାଉ ଆମେ ଏମିତିକି ବ୍ୟବହାର କରିଥାଉ ଆଣିକି। ତ ଆପଣଙ୍କର ଘରେ ତ ଖୁବ୍ ସହଜରେ କି ଏମିତି ଗୋଟିଏ ନର୍ମାଲ କାଗଜରେ ଆପଣଙ୍କର ଏମିତି ତେଲକୁ ଲଗେଇ ନେବେ। ଲଗେଇ ସାରିଲା ପରେ ଆକୁ
ଆପଣଙ୍କର ଯେତେବେଳେ ବି ଯାହା ବି ବନେଇବାର ଅଛି କେକ୍ ହଉ, ପିଜ୍ଜା ହଉ ଯାହା ବି ବନେଇବାର ଅଛି ଘରେ, ତ ବହୁତ ହି ବଢ଼ିଆ ଭାବରେ ସହଜରେ କି ବଟର ପେପରଟେ ଘରେ ବନେଇ ପାରିବେ। ଦେଖନ୍ତୁ ଖୁବ୍ ସହଜରେ କି ଏମିତି ରହିଗଲା ତ ଆପଣଙ୍କୁ ବନେଇକି ବି ଏମିତି ରଖିଦେଇ ପାରିବେ। ତ ଏଇ ଦେଖନ୍ତୁ କେତେ ସୁନ୍ଦର ଭାବରେ ପୁରା ବିଲକୁଲ ହିଁ ସେଇ ଟାଇପ୍‌ରେ ହିଁ ହେଇଗଲା। ତ ଏମିତିରେ କି ଆପଣ ଟ୍ରାଏ କରିବେ ଦେଖନ୍ତୁ। ତ ଖୁବ୍ ସହଜରେ ଆଉ ଟାଇମ୍ ବି ଲାଗିବନି ଆପଣଙ୍କ ପାଖରେ ସାଙ୍ଗେ ସାଙ୍ଗରେ ସବୁ ଜିନିଷ ହିଁ ମିଳିଯିବ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ନେକ୍ସଟ କଣ ରହିଛି ଏଠି ଦେଖନ୍ତୁ। ଯେତେବେଳେ ବି ଆମର କାଚରେ ଯାହା ବି ଗ୍ଲାସ୍ ହଉ, କାଚରେ ଯେକୌଣସି ବି ଜିନିଷ ଆମେ ଯେତେବେଳେ ବି ତ ତାର ଦେଖିବେ କି ଯେତେବେଳେ ବି ଗ୍ଲେଜ୍‌ଟି କମି ଯାଇଥାଏ, ଆମକୁ କଣ କରିବାକୁ ହୁଏ ନା, ତ ଆମେ ତାକୁ ସଫା କରିଦେଇଥାଉ ଏମିତି ତ। ତ ଏମିତି ଗୋଟେ ଲେମ୍ବୁକୁ ନବା, ଲେମ୍ବୁରେ ଆମେ କଣ କରିବୁ ନା, ତ ଏମିତିରେ କି ସେଇ କାଚ ଜିନିଷରେ ଆମେ ତାକୁ ଘଷିକି କି ସଫା କରିନବା, ଯାହାଫଳରେ କି ତାର ଗ୍ଲେଜ୍‌ଟି ବହୁତ ହି ବଢ଼ିଆ ଭାବରେ କି ଆସିବ। ତ ଏମିତି ତାକୁ ସଫା କରିସାରିଲା ପରେ କି ତାକୁ ନର୍ମାଲ ପାଣିରେ ଏମିତିକି ଧୋଇ ନବା, ଧୋଇ ସାରିଲା ପରେ କି ତ ଦେଖିବେ କି କେତେ ବଢ଼ିଆ ଭାବରେ କି ପୁରା ଗ୍ଲେଜ୍ କରିବ ଆଉ ବହୁତ ପୁରା ନୂଆ ଭଳି ହେଇଯିବ। ତ ଏମିତିରେ କି ଆପଣ ଟ୍ରାଏ କରିପାରିବେ। ତ ତାପରେ କି ଦେଖନ୍ତୁ ଏଇ ଟାଇପ୍‌ରେ ଆମର ତ ଦେଖିବେ କି କାଠରେ ଏମିତି ଆମର ଚଟୁ ହଉ, କିଛି ବି ଜିନିଷ କାଠରେ ଯାହାକି ଆମେ ବ୍ୟବହାର କରିଥାଉ, ତ ତାକୁ ଆମକୁ କଣ କରିବାକୁ ହବ ନା, ଯେତେବେଳେ ବି ସେଗୁଡ଼ିକ କଣ ହୁଏ ନା, ତ ପୁରାପୁରି ତାକୁ ଧୋଇଲା ପରେ ଓଦା ହେଇଯାଏ। ତ ତାକୁ ଆମକୁ କଣ କରିବାକୁ ନା, ଧୋଇ ସାରିଲା ପରେ କି ତ ତାକୁ ଆମକୁ ତ ଏଇ ଟାଇପ୍‌ରେ ଆକୁ ଆମର ଲଗେଇ ନବା। ଆମର ଦେଖନ୍ତୁ ଧୋଇ ସାରିଲା ପରେ ଶୁଖିଗଲା ପରେ ଏମିତି ତେଲକୁ ଲଗେଇ ନେଇକି ତାକୁ ରଖିବା, ଯାହାକି ଜିନିଷଟି ବିଲକୁଲ ହିଁ ନଷ୍ଟ ହବନି। ତ ଏମିତିରେ କି ଆପଣଙ୍କର କାଠରେ ଯେକୌଣସି ବି ଜିନିଷ ଆପଣ ୟୁଜ୍ କରୁଛନ୍ତି, ତ ତାହେଲେ କି ଏଇ ଟାଇପ୍‌ରେ ଆପଣଙ୍କର ବ୍ୟବହାର କରୁଛନ୍ତି, ଯେମିତିକି ରୋଷେଇ କଲା ଟାଇମ୍‌ରେ। ତ ସେଇ ଜିନିଷକୁ ଏମିତିକି ଧୋଇ ସାରିଲା ପରେ କି ତାକୁ ଏମିତିରେ କି ରଖିନେବେ, ଦେଖିବେ କି ବହୁତ ଟାଇମ୍ ପର୍ଯ୍ୟନ୍ତ ଯିବ ରହିଯିବ। ତ ନଷ୍ଟ ବିଲକୁଲ ହିଁ ହବ ନାହିଁ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ନେକ୍ସଟ ରହିଛି, ତ ଏଇ ଟାଇପ୍‌ରେ କିଛି ଷ୍ଟୋନ୍ ଆମର କିଛି ବି କାମ ଟାଇପ୍‌ରେ ଯେମିତିକି ଚୁଡ଼ି ଗୁଡ଼ିକ ଆମର ଥାଏ, ତ ସେସବୁ ଜିନିଷରେ ଏମିତି କିଛି ଷ୍ଟୋନ୍ ଥାଏ, ତାକୁ ଆମକୁ ଯଦି ବ୍ୟାଗ୍‌ରେ ଆମେ କୌଣସି ବି ଜାଗାକୁ ଯିବା ପାଇଁ ପଡ଼ିଥାଏ, ଆମେ ଏମିତି ବ୍ୟାଗ୍‌ରେ ରଖିଦେଇଥାଉ ଆମର ପର୍ସରେ। ତ ସେଗୁଡ଼ିକ ଏମିତିକି ନଷ୍ଟ ହେଇଯାଏ। କାହିଁକିନା ଆମେ ସେମିତିରେ ପକେଇଦେଲେ ନଷ୍ଟ ହେଇଯାଏ। ଗୋଟିଏ ସକ୍ସରେ ଏମିତି କଣ କରିବା ନା, ଯେତେବେଳେ କି ଆପଣଙ୍କର ବହୁତ ସାରା ଚୁଡ଼ିକି ଏମିତି ରଖୁଛନ୍ତି, ନଉଛନ୍ତି, ତାହେଲେ କି ଏଇ ଟାଇପ୍‌ରେ ଆପଣଙ୍କର ବହୁତ ସାରା ଏମିତି ଚୁଡ଼ି ବି ରହିବ, ଏମିତି ଲଗେଇକି ଆପଣ ରଖିନେବେ। ତ ବ୍ୟାଗ୍‌ରେ ବିଲକୁଲ ହିଁ ନଷ୍ଟ ହବ ନାହିଁ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିଦେବେ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।